କଢ଼େଇ ବସେଇଲି, ତେଲ ଗରମ କଲି, ପନିର କି ଚାହିଁଲି, ଆଳୁକୁ ପକେଇଲି। ବି ଆପଣମାନେ ଏଇଭଳିଆ ରୋଷେଇ ଶିଖିବାକୁ ଚାହୁଁଛନ୍ତି ତ ଦୟାକରି ମାତ୍ର 2.5 ମିନିଟ୍ ଭିଡ଼ିଓଟା ଦେଖନ୍ତୁ। ବହୁତ ବଢ଼ିଆ ଡିସ୍। ଜୟ ଜଗନ୍ନାଥ ସମସ୍ତଙ୍କୁ। ଆସ ଆଜି ତିଆରି କରିବା ପୋଟଳ ପନିର। ଏକାଠିଆ ଲୋକ ଯେମିତି ଆସିବେ ସେମିତି କରିବି ହେଲା। ଦେଖୁ ଦେଖୁ ସମୟ ଯାଉଥିଲା ଗଡ଼ି, ଆଳୁ ଦଉଥିଲା ଭୟଙ୍କର ଗୋଟାଏ ରଡ଼ି। ଡେରି ମୁଁ ନକରି ଲୁଣ ଦେଲି ଟିକେ ଛାଡ଼ି, ଆଳୁ କହିଲା ଶଳା ଜଲ୍ଦି ମୋତେ ଥାଳିକି ଦେ କାଢ଼ି, ନହେଲେ ମୁଁ ଯିବିରେ ପୋଡ଼ି। ସେପଟରେ ପୋଟଳ ମୋ ଉପରେ ହଉଥିଲା ଥୋଡ଼ି, ଶ୍ୱଶୁର ପୁଅକୁ ଗରମ ତେଲରେ ମୁଁ ଦେଲି ମାଡ଼ି। ଚିଲାଏ ସେ ରକ୍ଷା କର ମୋତେ ଦାଦା ଖୁଡ଼ି, ବୋଲି ଜମା ପାଟି କରନି ତୋର ସବୁ ପାଣି ମୁଁ ଦେବି କାଢ଼ି। ତତେ ଖାଇବି ବୋଲି ମୁଁ ବନ୍ଧା ପକେଇଛି ମୋ ମାଇପର ଶାଢ଼ୀ, ତତେ କ'ଣ ରକ୍ଷା କରିପାରିବେ ତୋ ଦାଦା ଖୁଡ଼ି। ପନିର ଏପଟେ ହଉଛି ବହୁତ ଚୋରି, କହୁଛି କ୍ଷମା କର ମୋତେ ନହେଲେ ତେଲରେ ମୁଁ ଯିବି ମରି। ନା ହଉଛି ମହାଭୟଙ୍କର ଗଦାଧର ପୋଟଳ ପନିର। ମାରିଲି ଜିରା ଗୋଟା, ତାପରେ ମାରିଦେଲି ଟିକେ ଖାଡ଼ି ମସଲା। ଓ କି ବିୟୁଟିଫୁଲ ବାସ୍ନା। ତାପରେ ମୋର ପିଆଜ 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 ଘାଣ୍ଟି ଘାଣ୍ଟି ପିଆଜର ଯେତେବେଳେ ମିଳିଗଲା ପାଣି, ମସଲାକୁ ଦେଲି ତାପରେ ଢାଳି, ଟିକେ ଗୋଳେଇକିରି ଟମାଟୋ ପେଷ୍ଟକୁ ଆଉ ସବୁ ଆମର ଯେତିକ ରହିଲା ଗୁଣ୍ଡ ମାରିଦେଲି ପୁରା ଧରିକିରି ମହଳିଆ ମୁଣ୍ଡ। ଓହୋ ଦେଖନ୍ତୁ କୋଉ ଭଳିଆ ଆସିଗଲା କଲର। ଦୁନିଆରେ ଯେତେ ପ୍ରକାର ପାଉଡ଼ର ଥିଲା ସବୁ ଆଣିକି ଟିକେ ଟିକେ ପକେଇଦେଲି। ଭାଇ ଖାଇବା ପେଟ ପୁରିବା ଦରକାର, ଟେଷ୍ଟ ଟିକେ କ'ଣ ଅଛି। ଯେତେ ଥିଲା କାଶ୍ମୀରୀ ଠାରୁ ଆରମ୍ଭ କରିକି କନ୍ୟାକୁନି ପର୍ଯ୍ୟନ୍ତ ମସଲା ସବୁ ପକେଇକିରି ଗୋଳେଇକିରି ଘାଣ୍ଟି ଦେଲି। ଭାଇ ରୋଷେଇ କରିବ ତ ଏମିତିଆ ଦେଖ, ମସଲାର ରଙ୍ଗ ଦେଖୁଛ ନା ନାହିଁ ରେ ବାପା। ମହାଭୟଙ୍କର ଗଦାଧର ପୋଟଳ ପନିର। ଇଏ ଯେଉଁ ଭାଜିକି ରଖିଥିଲି ତାକୁ ସବୁ ପକେଇ ପାକେଇ ଦେଲି। ପନିର ମାନେ ପୁରା ମସ୍ତ, ଓ ବଢ଼ିଆ ଦେଖାହେଉଛି। ତାପରେ ସବୁଠୁ ଘାଣ୍ଟି ଘୁଣ୍ଟିକିରି ଦେଖୁଛନ୍ତି ନା ନାହିଁ। ଯଦି ଆପଣମାନଙ୍କୁ ଏଇଭଳିଆ ରେସିପି କରିବାର ଅଛି ତାହେଲେ ମୋତେ କଣ୍ଟାକ୍ଟ କରିବେ, ନହେଲେ ମୋତେ ଡାକିବେ। ମୁଁ ବହୁତ ବଢ଼ିଆ ରୋଷେଇବାସ କରେ। ସରିବା ଉପରେ ଟିକେ ଗରମ ମସଲା ଗୁଣ୍ଡ ଦେଇକିରି ଛାଡ଼ିଦେଲି। ତାପରେ ଆଉ ଦେଖନ୍ତୁ, ଆପଣମାନେ ଯଦି ଖାଇବା କଥା ଆସନ୍ତୁ। ମୋତେ ତ ବହୁତ ବଢ଼ିଆ ଲାଗିଲା, ପୁରା ହେଭି ଟେଷ୍ଟି ହେଇଥିଲା। ଖାଲି ପୁରେଇ ଦିଅ, ଆମେ କେବେ ଖାଇନଥିଲୁ କିଛି।